କହିଲୁ ଏ ପଡାର ମେ ଅହଲ୍ୟା ତୋ ଚାକିରିଣୀ ମୁଁ ତୋ ଚାକିରିଣୀ ମୁଁ ଘର କାମ ସବୁଦିନ କରିବି ଆଉ ତୁ ବସି ଦିନ ବିତାଇବୁ ଏମିତି ଶିକ୍ଷା ତୋ ବାପା ମା ଦେଇଛି ରାନ୍ଧି ତ ବାଣ୍ଟି ଦେଉଛି ପାଣି ଆଣି ଦେଉଛି ଶୋଇବା ପାଇଁ ବିଛଣା ପାରି ଦେଉଛି ଏମିତି ସୁନ୍ଦର ସ୍ତ୍ରୀ ନହେଲେ ନ ହେଉ ତୁ ଏ ଘରୁ ବାହାରି ଯା ମୁଁ କୁଆଡେ ଯିବି ବାପା ଯଦି ତୁ ଏ ଘରୁ ବାହାରି ନ ଯିବୁ ତାହେଲେ ତୋତେ ବାଡେଇକି ସାବାଡ଼ କରିଦେବି ନାଇଁ ବାପା ନାଇଁ ତୁମେ ମୋ ଉପରେ ତୁମେ ତାଉ ସାଜନ୍ତୁନି ମୋ ସହଚରେ ମେଲକୁ ଧରି এই ଝରଣା କୂଳକୁ ପାଣି ଆଣିବା ପାଇଁ ଆସିଥିଲି ସେଥିରେ ମୋର କି ଦୋଷ ଦେଖିଲା ମତେ ଆଉ ମୁଁ କୋଉ ଦୋଷ କରିଛି ଏମିତି ମତେ ନିର୍ଯାତନା ଦେଉଛନ୍ତି ଅପା କହିଲ ବ୍ୟଭଚାରିଣୀ ବଡ଼କୁ କେଉଁପରି ସମ୍ମାନ ଦିଆଯାଏ କିପରି କଥା କୁହାଯାଏ ଟିକେ ବହୁ ହୋଇ ଆସିଛୁ ମାନେ ଘରର ଝାଳ ଝଞ୍ଜା ସହିବାକୁ ପଡ଼ିବ କେତେ ଖଟିବାକୁ ପଡ଼ିବ ଏ କଥା ତୋ ମୁଣ୍ଡରେ କିଛି ପଶୁନ ଗୋଟିଏ ପୁରୁଷକୁ ଆମେ ତିନି ତିନିଟା ସ୍ତ୍ରୀ ସମସ୍ତେ ଏକାଠି ନହେଲେ ଘର ବଞ୍ଚିବ କେମିତି କହିଲୁ ଅଳ୍ପ କଥାରେ ରାଗି ଅପା ମାନଙ୍କ ଉପରେ ତୁ ରାମ୍ପୁଡ଼ି ଆଣୁଛୁ ଚାହିଁଲେ କଳାକୁ ଧଳା କରିଦେବି ଆଉ ଧଳା କଳା କରିଦେବି ଜାଣିଛୁ ତ ବାହାରି ଯିବୁ ନା ନାଇଁ କହିଲୁ କୁଆଡେ ଯିବି ଅପା ଆରେ କୁଆଡେ ଯିବୁ ତୁ ଏମିତି ବସି ରହିବୁ ହଁ ଏ ଦାସୀ ମାନଙ୍କ ସହିତ ତୁ ଲୁଚକାଳି ଖେଳୁଛୁ ଆମେ ଝରଣା କୂଳକୁ ପାଣି ଏ କଣ କହୁଛି କହିଲୁ ଆମେ ଝରଣା କୂଳକୁ ପାଣି ଆଣିବା ପାଇଁ ଆସିଛୁ କହୁଛି ଝରଣା କୂଳକୁ ପାଣି ଆଣି ଯାଇଥିଲା ଘରୁ ବାହାରି ଯିବୁ ନା ନାଇଁ କହିଲୁ ମୁଁ କୁଆଡେ ଯିବି କଣ କରିବି ବାପା କୁଆଡେ ଯିବୁ ନ ଯିବୁ ଆମେ ଜାଣିବୁ ଆମେ ଏତେ ରାତିରୁ ଉଠି କାମ କରୁଛୁ ତୁ ବସି ପଲଙ୍କରେ ହଇ ମରି ଏପଡ଼ାର ମୁହିଁ एसबू कौन चलछि अरे मो पचारुचे तो एसबू मो घर कौन चलछि या कौन चलछि तो अहल्या को पचारो मु ताकू काई ताकू पचारो ताकू पचारबा दरकार नहीं अरे तुम मन को टिके लज्जा लागिबार कथा हां आज को बार को नक्षत्र तुम केबे हिसाब रखिछ हां स्वामी आम घर परिवार से हिसाब रे अहल्याटा छोट छोट ना नहीं कहलो मानु से छोट तापर ताकू तुम निर्यातन करबे ताकू पिटिबो हां आम परिवार हिसाब रे छोट आंब बुण मारी चलिबा कथा भल कहिले भूल बुझुछि आउ नाग सर्प फली लांजरे घेर होई एमिति स्त्री को घर बाहर कर दी ए घरे घरे काको बसी ओ हां पा तू तो गोटे सती माइकिना रे हां बहुत भलो माइकिना अरे साई पड़सा कोन कहउछंती जानिछु कोन कहउछंती कहउछंती नटिया घर गोटाए नरक आ ए नरकपुर रे तमे दी जण गोटाए गोटाए नर पिसाच आमे तो नर पिसाच आउ ये तो सारा घर परी आउ अरे मिली मिसी रहया पटे चेष्टा करो मालती तुमको मु नेहुरा हो अरे तुम माने काहे कि मो घर गोटा अशांति वातावरण सृष्टि करूछ घर छातरे काउ मध्य बसे दो हां सुनो मिली मिसी निज
ଘରରେ ଯଦି ନିଜ ପ୍ରେମରେ ଆବଦ୍ଧ ହୋଇ ରହିବ, ଏଇ ଦୁନିଆ କହିବେ, ଏଇ ଗାଁ ସାରା କହିବେ, ଯେଉଁ ଘରକୁ ନର୍କ ବୋଲି କହୁଥିଲେ ସେମାନେ ହିଁ କହିବେ ରେ ବୈକୁଣ୍ଠ ସମାନହା ନଟିଆର ଘର। ହେବନି ଏ ପାପିନି ତ ସବୁଦିନ ଆମେ କାମ କରୁଛୁ ସେ ମୁଁ ଟିକିଏ ଡେରି ହେଇଗଲା ବୋଲି ସେମାନେ ମୋ ଉପରେ ଦାଉ ସାଉଛନ୍ତି। ଆରେ ଅଲେ ମୁଁ ଜାଣିଛି, ଏମାନଙ୍କର ପ୍ରକୃତି ବି ଜାଣିଛି, ତମର ପ୍ରକୃତି ବି ଜାଣିଛି, ୟାର ବି ଜାଣିଛି। ଆମର ତ ସବୁ ଜାଣିଛୁ, କିଛି ଜାଣିନ। ବହୁତ ହେଇଗଲା। ଆରେ ମୋ ସାମ୍ନାରେ ତମେ ତ ମୋ ସ୍ତ୍ରୀକୁ ତମେ ପିଟିବା ପାଇଁ ଧାଇଁ ଆଉଛ, ଆଉ ମୁଁ ନଥିବା ସ୍ଥଳେ ତମ ମାନେ କଣ କରୁଛ ମୁଁ ବେଶ ଭାବରେ ଜାଣିପାରୁଛି। ମୁଁ ଜାଣିଛି କହିବ ବୁଝିଲ। ଏ ଶୁଣ, ସାନ ସ୍ତ୍ରୀ ତ ତମର ଗେହ୍ଲା ସ୍ତ୍ରୀ। ଓହୋ ମୁଁ ଗେଲା ସ୍ତ୍ରୀ ବୋଲି କହୁନି ମାଲତୀ। ଶୁଣ, ଏହା କଣ ନଟିଆର ଘରେ ଆଜି କଣ ଦିନିକିଆ ଘଟଣା? ସବୁଦିନ ମୁଁ ବାହାରକୁ ଯାଇଛି କି ନା ତମେ ମାନେ ପାଟିତୁଣ୍ଡ ହଉଥିବ। ଶୁଣ ମୋ ଟିକେ ଇଆଟେ ଆଲୁ ତାପରେ କହୁଛି ବାଘ ବୋଲି ତାପରେ ବାଘ ବୋଲି କାହିଁକି ରାମ୍ପି ଆଣୁଛୁ? ତତେ ଡାକୁଛି ଆସିବାର କଥା, କାହିଁକି ବାଘ ବୋଲି ରାମ୍ପୁଛୁ? ଶୁଣୁ ଶୁଣୁ, ଏଇ ଆମ ଗାଁର ଶେଷ ମୁଣ୍ଡରେ ଯୋଉ ହଁ 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 ସାହୁପଲ୍ଲୀ ଅଛି, ସେଇ ସାହୁପଲ୍ଲୀକୁ ଯାଇଥିଲେ। କଣ ହେଲା କହିଲ? ସେଇଠି ପ୍ରଭୁ ଶନିଶ୍ଚରଙ୍କର ମେଳା ଅର୍ଚ୍ଚନା ଚାଲିଛି। ସେଇଠି ପ୍ରଭୁଙ୍କୁ ମୁଣ୍ଡିଆ ମାରିଲି ଏବଂ ମନାସିଲି ଏବଂ ଏହି ପ୍ରସାଦ ଆଣିଛି। এই ପ୍ରସାଦ ଖାଇଲେ କଣ ହବ ଜାଣିଛଟି? କଣ ହବ? ଆରେ ସେ ମତେ ପଚାରିଲୁ କଣ ହବ? এই ପ୍ରସାଦ ଖାଇଲେ ମୁଁ ଭଗବାନଙ୍କ ପାଖରେ, ଠାକୁର ପାଖରେ ମୁଁ ମନାସିଛି ଆମ ଘର ସନ୍ତାନ ସନ୍ତତି ହବ। କଣ ହସିଲୁ କାହିଁକି? ହସିଲୁ ହନ୍ଦାନି, ହସିଲୁ କାହିଁକି? କଣ କହିଲ? ପ୍ରସାଦର ନା ଶୁଣି କାହିଁକି ହସିଲୁ? ଦେଖ ମୁଁ ସଦାବେଳେ ପାନ ଖାଏ, ପାନ ଗୁଣ୍ଡି ଭାଙ୍ଗ ଖାଏ, ସଦାବେଳେ ମୋ ପାଟିରୁ ଲାଲ ଗଳି ପଡି। ତୁ ତ ଲକ୍ଷ୍ମୀବନ୍ତୀ ସ୍ତ୍ରୀଟା, ଆଉ ସବୁ କିଛି ଖାଇବୁ। ଆଉ ମୁଁ ଜମା ଖାଇବି ଲକ୍ଷ୍ମୀ ନୁହଁ, ଲକ୍ଷ୍ମୀ ଲକ୍ଷ୍ମୀ। ତୁମ ସେ ଅହଲ୍ୟାକୁ ଦିଅ, ସେ ଖାଉ ପୁଅ ପାଉ ବଂଶ ଉଜ୍ଜଳ ହେଉ, ମୁଁ ଜମା ଖାଇବି। ମନା କର ନା, ପ୍ରଭୁଙ୍କ ପ୍ରସାଦ ଖାଇଦିଅ। ପ୍ରଭୁଙ୍କ ପ୍ରସାଦକୁ ଅମାନ କର ନା, ଆମର ଅମଙ୍ଗଳ ହବ। ଠିକ ଅଛି ଠିକ ଅଛି, ତାହେଲେ ସାହି ପଡିଶା ଲୋକଙ୍କୁ ପଚାର। ଇଏ ଭଗବାନ, ଏଇ ପ୍ରସାଦ ଖାଇବାଟା ପୁଣି ସାହି ପଡିଶାକୁ ପଚାରନ୍ତି? କାହିଁକି ପଚାରିବିନି? ହଇବ ସାହି ପଡିଶା, ମା ଭଉଣୀ, ବାପ ଭାଇ ସମସ୍ତେ ଶୁଣ। ମୁଁ ତ ବୁଢୀ ହେଲିଣି, ଦେଖୁଛ ମୋର ଯୁବା ବୟସଟା ଝଡି ଗଲାଣି, ମୋର ଏକ୍ସପାୟରି ଡେଟ୍ ମଧ୍ୟ ଗଲାଣି। କଣ ମତେ ପୁଅ ହେବ? ସତ କୁହ, ସତ କୁହ। ଏ ବାପ ଭାଇ ଦେଖ ସମସ୍ତେ ହସୁଛନ୍ତି। ବୁଝା କାହିଁ ଫାରସ ଦେଖୁଛ ଏଇଠି? ସମସ୍ତେ ତାଚ୍ଛଲ୍ୟ କରି ହସୁଛନ୍ତି ମତେ। ମୁଁ ଜମା ଖାଇବିନି। ତୁମ ଏ ଅହଲ୍ୟାକୁ ଦିଅ, ଏ ରଣ୍ଡିକୁ ଦିଅ, ସେ ଖାଉ। ମୁଁ ଜମା ଖାଇବିନି, ବୁଝିଲ? ପ୍ରସାଦ ଖାଇବୁ। ତୁ କଣ ଖାଇବୁ ଜାଣିଛୁ? କଣ ଖାଇବୁ? ତୁ ନର୍କ ଖାଇବୁ, ନର୍କ। ମତେ ଡରାଉ। ଆରେ ଏଇ ହଉଛି ହିନ୍ଦୁ ନାରୀ, ଯେଉଁ ମହାପ୍ରସାଦକୁ, ଯୋଉ ଠାକୁର ପ୍ରସାଦକୁ ନିଜେ ଅବମାନନା କରୁଛି, ମୁଁ ଖାଇବିନି। ୟାକୁ କଣ ଓଡିଆ ଘର ସ୍ତ୍ରୀ କହିବ? ବାବାରେ ଓଡିଆ ସ୍ତ୍ରୀ, ତତେ ନମସ୍କାର। ଏ ସେବତୀ ତୁ ଆଇଲୁ, ମୁଁ ମଧ୍ୟ ଖାଇବିନି ସେ ଜିନିଷ। ଖାଇବୁନି? ହଁ ସେବତୀ। ଏ ଭଗବାନ, ଏ ମୂର୍ଖ ମାଇକିନା ମାନେ ଶୁଣ, ତମ ସ୍ତ୍ରୀକୁ ଦଉନ, ଗୁଣମତୀ ସ୍ତ୍ରୀକୁ ଖାଇବା। ପ୍ରଭୁ ତମର ଖାଇବନି? ପାନ ଭାଙ୍ଗ ଗୁଣ୍ଡି ଖାଇବା ଲୋକ, ସଦାବେଳେ ମୋ ପାଟିରୁ ଲାଲ ଗଡି ପଡି ଯାଉଛି। ମୁଁ କଣ ଖାଇବି? ଏ ଖାଉ ପୁଅ ପାଉ ବଂଶ ଉଜ୍ଜଳ ହେଉ, ମୁଁ ଖାଇବିନି। ଖାଇବନି? ମୁଁ ମଧ୍ୟ ଖାଇବିନି। ଖାଇବନି ତ? ତମ ଏଇଟା ଶେଷ ନିଷ୍ପତ୍ତି, ଖାଇବନି? ହଁ ଠିକ ଅଛି, ତାର ବି ବିଚାର କରିବା। ତମେ କାହିଁକି ଖାଉନ, ତାର ବି ବିଚାର ଅଛି। ଅଲ୍ୟା, ଏମିତି ପ୍ରସାଦ ମୁଁ କେତେ ଖାଇଛି। ଶୁଣ, ଏମାନେ ଜାଣିଛି ମୁଁ କେଉଁ ପ୍ରକୃତିକା ସ୍ତ୍ରୀ ମାନେ ବୋଲି। ତାଙ୍କ ଭଳି ତମେ ବି କଣ ଏ ପ୍ରସାଦକୁ ଅପମାନ କରିବ? ନା ସ୍ୱାମୀ, କାହିଁକି ମୁଁ ଅପମାନ କରିବି? କୁହ। ଆପଣ ଯଦି ଦେବେ, ମୁଁ ହସି ହସି ବିଷ ପିଇଦେବି। ତାହେଲେ
प्रभु शनि राहु केतुंकर नाम उच्चारण करी ए प्रसाद सेवन कर ठीक अछि स्वामी धर वैशाली देवकर प्रसाद को मैं भक्षण करुछि हे प्रभु ग्रहराज शनिश्चर ये आज पापी मैं तो प्रसाद प्रसाद खाइले सेवन करुछि जेमिति मकोड़रे बंधा दोषरे तुमे मुक्ति कर प्रभु जय प्रभु ग्रहराज शनिश्चर पाड़ी देवा बुझिलु आसी तुम पाखकू मु तो खाऊनी एरांडी खाइबो मु ए घरर बड़ स्त्री मु खाइबा कथा मु तो खाऊ ए काई के खाइला कहलो ओले सुनो जे पर्यंत मु तुमको एठी के न डाकी छ तुम केबे आसी ठीक अछि स्वामी केलई तुमरो बहुत नखरा देखु ना ए नोटिया भंडारी गोटाए चंद्रसेना नुह तार भी विरक्त अछि तार भी परसत्य अछि तामने तू मो घर को एमिति धंसी बाकी जाउछु मु तो रक्षा मु तो छाड़ी दे तो प्रथमे बाहा होई आसी छि मु खाऊ से पापिनी काहे खाइबो कहलो से विष खाइला तू एबे अमृत खा